रघुनाथाय नाथाय सीतया पतये नमो। अभिरामनयनाभिरामं वचनाभिरामं श्रवणाभिरामं सदाभिरामं सतताभिरामं वन्दे सदा जगद्गुरु देवाभिरामम्। वक्रतुण्ड महाकाय कोटिसूर्यसमप्रभा निर्विघ्नं कुरु मे देव सर्वकार्येषु सर्वदा। या बिन्दुसारहारधवला या शुभ्रं वस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युत शंकर प्रभृतिभिः देवी सदा वन्दिता। श्यामा पातु सरस्वती भगवती परम प्रेममय चिरस्मरणीय वंदनीय मद्गुरु जगद्गुरु ठाकुर श्री श्री अभिराम परमहंस देवंकर श्री अभय चरण तलानंद कोटिवार साष्टांग दंड प्रणाम। संधाम अधिष्ठात्री माता पूर्णमासी राधाराणी बांक बिहारी समेत समस्त श्रेष्ठ विग्रह भगवत गोष्ठी परम पूज्य आचार्य देव एवं शांतिधामर से पवित्र माटी को साष्टांग दंड प्रणाम करी आमर प्रभु प्रीति कार्य यथा समय आमे ठाकुर बाणी को रखा जेहेतु समय विलंब होलानी 1:30 प्राय है दूर दूरांतर माँ मैंने भक्त मैंने आसती सिया राम माया सब जग जानी करऊ प्रणाम जोड़ी जुग पानी। सत्यनारायण स्वामी की आनंद गवार तुलसीदास भाषा रे एवं समस्त घटरे से परम ब्रह्म परमात्मा विराजमान करछंती। तेणु सिया राममय सब जग जानी करो प्रणाम जोड़ी जुग पानी। समस्त प्रणाम एवं ठाकुर भाषा रे नारायण भक्त को मोर अनंत कोटि नमस्कार।
ଦେହେ ମୋର ନାରାୟଣ ଛାପା ଦିଅ, ନାରାୟଣ ନାମ କର୍ଣ୍ଣେ ଶୁଣାନ୍ତ, କି କରିବି କହଲ ମିତ। ସମସ୍ତଙ୍କ ଘଟରେ ପ୍ରଭୁ ଅଛନ୍ତି। ସର୍ବୋପରି ମା ମାନେ ବାବାମାନେ ଠାକୁରଙ୍କର ଶରଣାଗତ ଭକ୍ତଙ୍କର ଶ୍ରୀଚରଣ ନିବେଦନ। ପ୍ରଭୁଙ୍କ କଥା ଶୁଣିବା ବେଳେ ସମସ୍ତ କଥାକୁ ଭୁଲିଯିବ ବୋଲେ ଠାକୁରଙ୍କର କୃପାର ପାତ୍ର। ଯେଉଁମାନେ ଆଡ଼େ ସାଡ଼େ ମନ ଦେବେ ଏଇ କଥା ଶୁଣିବାର ମାନେ ସୁଯୋଗ ପ୍ରାପ୍ତ ହେଇପାରିବେନି। ଭାଗବତ କହିଲେ ନିଗମଂ କଳ୍ପତରୋଦ୍ଗଳିତଂ ଫଳଂ ସୁଖମୁଖାଦ୍ରବସଂଯୁତଂ ପିବତ ଭାଗବତ ରସମାଳୟଂ ମୁହୁରୋ ରସିକା ଭୁବିର ଭାବୁକା। ଭାଗବତ ସମସ୍ତଙ୍କ ଘରେ ପଢ଼ୁଛନ୍ତି, ସମସ୍ତଙ୍କ ଘରେ ଥୁଆ ହେଇଛି, ପଢ଼ୁଥିବେ କି ନାହିଁ ସେ କଥା। ଆଜିକାଲି ଯୁଗ ତ ବଦଳିଗଲା। ପଢ଼ିବାକୁ ବେଳ ଥିଲେ ମଧ୍ୟ ଟାଇମ୍ ପାସ୍, ମାଇଣ୍ଡ ଫ୍ରି ସବୁ ଜାଣିଛନ୍ତି, କିଛି ଅସୁବିଧା ନାହିଁ। ଭଗବାନ ଯେଉଁ ଯୁଗରେ ଯେଉଁ ସାଧନର ଆବଶ୍ୟକ ଭଗବାନ ଆମ ହାତରେ ଦେଇଛନ୍ତି। ମାଙ୍କଡ଼ ହାତରେ ଶାଳ, ମାଙ୍କଡ଼ ହାତରେ ଶାଳ ଗ୍ରାମ ଦେବ ସେ କ'ଣ କରିବ? ସେ ତାକୁ ଦେବତା ଜ୍ଞାନ କରେନି। ମୋବାଇଲ କୌଣସି ମତରେ ଖରାପ ନୁହଁ, ମୋବାଇଲ ଆବଶ୍ୟକ। ଯେଉଁ ଯୁଗରେ ଯାହା ଥିଲା ସେ ଯୁଗ ଅନୁପାତରେ ସବୁ ବଦଳେ, ଆହୁରି ଆଗକୁ ଆହୁରି କ'ଣ ବଦଳେ ଆମେ ବି ଜାଣିନେ। ତେଣୁ ସେଇ ଭିତରେ ଭଗବାନଙ୍କର କଥା ଶୁଣିବା, ଆମର ଭାଉଚର ପକାଇବା କି କାର୍ଡ଼ରେ ପଇସା ପକାଇବା ସେଇଟା ସାର୍ଥକ ହେବ। ଯଦି ଆଜେ ବାଜେ ଦେଖିବା, ଭଗବାନ ଯେଉଁ ଧନଟା ଦେଇଛନ୍ତି ଦିନେ ଆସିଲେ ବ୍ରେକ୍ କରିଦେବେ। ମୋ କଥା ଶୁଣିବା ପାଇଁ ତୋତେ ସୁଯୋଗ ଦେଲି, କ'ଣ କହିଲୁ? ମୋତେ ସମୟ ନାହିଁ। ତୋତେ ସମୟ ଦରକାର ନାହିଁ। सबसे बसिए, सबसे रसिए, सबसे लीजिए नाम, हाँ जी करते रहो, सबका अपना ठाम। समस्त पाखे बस, समस्त कथा शुण, हाँ जी कर, किंतु मनटा ठाकुर पाखे थाओ। केमती रही पारुनी ना मोबाइल माध्यम भगवान कथा शुण, ठाकुर नाम लगे दियो, कीर्तन लग, घर रोषे काम कर, न आस यदि शुण, श्रवणं कीर्तनम पाद सेवनम, अर्चनं वंदनम सख्यम दास्यं मजनम, शेषरे आइले आत्मनिवेदनम। नवदा भक्ति सबरी माँ को प्रभु रामचंद्र जितेबले दंडकारण्य जो सबरी माँ को देखा करने जाइए, ऋषिमुनि माने सबरी माँ ठिकणा बतई थे। प्रभु सर्वंतरी जानी पचारि पचारि सबरी पाखक जाइए, सबरी दर्शन देते, तांकर भाव प्रेमर फल को श्रद्धारे पान करते, आउ उचिष्ट पान करते। कहीं ठाकुर भावधारा होची सबरी चखा फल आनंदे जेई बड़ भजंती भक्तवृंद। हाँ, ठाकुर को लिखिं आस, लिखिले आस हे खेलिब श्याम साजिछि मोरी धृत सुप्रेम सबरी चखा फल भोजने जेहि फल भजंती भक्त वृंद जहा पद कमल पाद तड़ी पापरे अंजन नेत्र ठारे दानु कठिना गिरे उदर हृदय पूजा कंठ बदन नासाम श्रवण नयन ललाटय चंद्र कलार स्थान सहे खेलिब श्याम
ତମରି ଚଖା ଫଳ ଭୋଜନେ ଜୈବ ଭଜନ୍ତି ଭକ୍ତ ବୃନ୍ଦ ଯାହା ପଦ କମଳ। ମୁଁ ଯେଉଁ ଭଗବାନ ସ୍ୱୟଂ ଅବତାର ହେଇକି ରାମ ଅବତାର ଆସିଲେ, କୃଷ୍ଣ ଅବତାର ଆସିଲେ, ଶ୍ରୀ ଚୈତନ୍ୟ ଅବତାର ଆସିଲେ, ଆମର ସୌଭାଗ୍ୟ, ଆମର ପୂର୍ବଜନ୍ମର ସୁକୃତରେ ପରମହଂସ ରୂପରେ ଭଗବାନ ରାମଚନ୍ଦ୍ର ସେଇ କୃଷ୍ଣଚନ୍ଦ୍ର ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏଇ ଜଗତରେ ଭାଗବତ କହିଲେ ସେ ଅନୁସାରେ ତାଙ୍କ ଅନ୍ତରଙ୍ଗ ମାନଙ୍କୁ ତାଙ୍କ ଅନ୍ତରଙ୍ଗ ତତ୍ତ୍ୱ ଦେବା ପାଇଁ ପରମହଂସ ରୂପରେ ଠାକୁର ଅଭିରାମ ଚିଲିକାର ଉତ୍ତର ଦିଗ ଭୋଇପଡ଼ା ଗ୍ରାମ କରମଳା ନିକଟରେ ଜନ୍ମ ହେଲେ। ଆଉ ସେ ଜନ୍ମ ହେବେ ବୋଲି ଦୀର୍ଘ 500 ବର୍ଷ ପୂର୍ବରୁ ଅଚ୍ୟୁତାନନ୍ଦ ମହାପୁରୁଷ ନେମାଳ ଗାଦିରେ ଯିଏ ମଠାଧୀଶ ଏବଂ ସିଏ ସମାଧି ଆପଣମାନେ ଗଲେ ଦେଖିବେ, ଯାହାକୁ କୁହନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ ହିଁ ଶ୍ରେଷ୍ଠ ମହାପୁରୁଷ, ଯାହା ସିଦ୍ଧାନ୍ତ ବଚନ ଲେଖିଛନ୍ତି ଅନେକ ମାଳିକାରେ, ସିଏ ହିଁ ଲେଖିଥିଲେ ପରମହଂସ ରୂପରେ ଭଗବାନ ଆସିବେ। ଆଉ କିଏ ସଂକେତ ଦେବ? ଆଉ କ'ଣ? ଶିବକଳ୍ପ ମାଳିକା ଧରିକି ଅନେକ ମହାପୁରୁଷ ମାନେ ଠାକୁରଙ୍କର ଆଗମନ ଲେଖିଛନ୍ତି, ଯାହାଫଳରେ ଠାକୁର ଜନ୍ମ ହେଲେ। ଚିଲିକା ଉତ୍ତରେ କରଣ ଗୃହରେ ଜନ୍ମ ହୋଇଥିବେ ହରି, ନାମ ହୋଇଥିବେ ଅଭିନ୍ନ ସୁନ୍ଦର, ଜଗତେ ପଡ଼ିବ ହୁରି। ବର୍ତ୍ତମାନ ଚିଲିକାର ଉତ୍ତରରେ ଭଗବାନ ଜନ୍ମଗ୍ରହଣ କଲେ, ଅଭିନ୍ନ ସୁନ୍ଦର ଅଭିରାମ ରୂପରେ ନାମ ନେଲେ। ଏଭଳିଆ ଖାଲି ଜଣେ ମହାପୁରୁଷ ନାହିଁ, ଆମର ଯତୀନ ବାବୁ ଗୋଟିଏ ଭଲ ସୁନ୍ଦର ପୁସ୍ତକଟିଏ ଲେଖିଛନ୍ତି, ଯଦି ଥିବ ଆପଣମାନେ ବାବୁଙ୍କୁ ମାଗି ନେବେ। ତା ଦେହରେ ସୁନ୍ଦର ଭାବରେ ପରିଶ୍ରମ କରିକି ବାଛି ବାଛି ସେ ଲେଖିଛନ୍ତି ଠାକୁର କିଏ, ନାରାୟଣ କେମିତି ଆସିଲେ। କିନ୍ତୁ ଆମର ବହି ଥୁଆ ଘରେ, ଠାକୁରଙ୍କ ପ୍ରତିମୂର୍ତ୍ତି ବି ନେଉଛେ, ସେ ଠାକୁରଙ୍କ ପ୍ରତିମୂର୍ତ୍ତି ଦୀକ୍ଷା ନେଇଛ ନା? ହଁ ନେଇଛୁ। ପୂଜା ସେବା କରୁଛ ନା? ହଁ କରୁଛୁ। କେମିତି କରୁଛ? ଘରୁ ଗଲାଠୁ ପିମ୍ପୁଡ଼ି ଦାଡ଼ି ବାନ୍ଧିବେ। ୟାକୁ ଭଲ ପାଇବା କରିବାନି। ମାତୃ ହୃଦୟ ତରଳି ଯିବ, ପୁତ୍ର ପାଇଁ ଯେମିତି ସ୍ନେହ ହେଇଯାଉଛି। ଛୋଟ ବୋମର ଖାଇଲା ନା ନାହିଁ, ଶୋଇଲା ନା ନାହିଁ, ପିଇଲା ନା ନାହିଁ, ବସିଲା ନା ନାହିଁ, ଯେମିତି ମାଆ ମାନଙ୍କ ଭାବ ଥାଉଛି। ପୁଅ ନ ଖାଇଲେ ତା ମନ ପଡ଼ିଯାଉଛି। ସେଇଭଳିଆ ଠାକୁରଙ୍କୁ ଯଦି ଭାବନା କରିବ, ଠାକୁର ପ୍ରଗଟ ହେଇଯିବ। କେମିତି ଭଗବାନ ତା ବିଷୟରେ ଜାଣିବା ପାଇଁ ଅଛି, ବହି ଯଦି ଥିବ ଯତୀନ ବାବୁଙ୍କ ପାଖକୁ ନେଇ ପଢ଼ିବି ଯେ ସାକ୍ଷାତ ନାରାୟଣ କ'ଣ। ସବୁ ପ୍ରବଚନ ଶୁଣୁଛନ୍ତି ୟୁଟ୍ୟୁବ ମାଧ୍ୟମରେ ଠାକୁରଙ୍କ ବିଷୟରେ। ଏବେ ବୋଧେ ଜୟପୁରରେ କମ୍ ହେଉଛି ଦୂର ଦୂରାନ୍ତ ଯୋଗୁଁ। ସବୁଦିନ ତୁମେ ଦେଖୁଥିବ କେଉଁଦିନ ବନ୍ଦ ନାହିଁ ଠାକୁରଙ୍କ ଲୀଳା। କେନ୍ଦ୍ରାପଡ଼ାଠୁ ଧରି ବାଲେଶ୍ୱର ପର୍ଯ୍ୟନ୍ତ, ବାଲେଶ୍ୱର ଧରିକି ଗଞ୍ଜାମ ପର୍ଯ୍ୟନ୍ତ ଠାକୁରଙ୍କ ଲୀଳା ଚାଲିଛି। ପାହାଡ଼ ପର୍ବତ ଏପଟେ ରହିଗଲେ, ଠାକୁର ଗଲେ ସେପଟେ ରହିଗଲେ। ସବୁଆଡ଼େ ଥିଲେ ମଧ୍ୟ କାର୍ଯ୍ୟକ୍ରମ ତୁମେ ଯାଅ। ଏଇଟା ଠାକୁର କୃପା କରି ସାଧୁମାନଙ୍କୁ ପଠାନ୍ତି। ତାକୁ ଆମେ ଯାହା ହଉ, ମୋତେ ଖୁସି ଲାଗିଲା। କାହିଁକିନା ଯେତେବେଳେ ମୁଁ ଆସେ ଜନ୍ମୋତ୍ସବ କଲେକ୍ସନରେ, ଆମର ଗୋଷ୍ଠୀ ହେଇଯାଏ ଶିମିଳିଗୁଡ଼ାରେ, ଆଉ ଗୋଟେ ଗୋଷ୍ଠୀ ହେଇଯାଏ ରାୟଗଡ଼ାରେ, ଆଉ ଗୋଟେ ଗୋଷ୍ଠୀ ହେଇଯାଏ ସୁନାବେଡ଼ାରେ। ଜୟପୁରରେ କିନ୍ତୁ କେବେ ହୁଏନି। ଜୟପୁରରେ ପ୍ରଥମ କରି ହେଲା ଆମେ ଯେତେବେଳେ ଠାକୁରଙ୍କ ଭିକ୍ଷା କରିବାକୁ ଆସୁଛୁ। ଯାଉ ଖୁସି ଲାଗିଲା, ମନ ବି ଆନନ୍ଦ ଲାଗିଲା ଯେ ବାବା ସମସ୍ତେ ଆସୁଛନ୍ତି, ସବୁଆଡ଼େ ଗୋଷ୍ଠୀ କରୁଛନ୍ତି, ଏଇଠି କରୁନାହାନ୍ତି। ମୁଁ କହିଲି ମୁଁ ବା କ'ଣ କରିବି? ଦେଖ ଆମେ ବର୍ତ୍ତମାନ ତମ ଅଧୀନରେ ଅଛୁ। ତୁମେ ଯେମିତି ନଚିବ ଆମେ ସେମିତି ନାଚୁ। ଏ ଠାକୁରଙ୍କ ପାଖରେ କ'ଣ କହିଲେ? ମୋହି ଯନ୍ତ୍ର ତୁମ୍ଭେ ଯନ୍ତ୍ରୀ ଯୁଗେ ଯୁଗେ, ମୁଁ ଯନ୍ତ୍ରୀ ନହିଲେ ତୁମ୍ଭେ ଖେଳିବ କା ସଙ୍ଗେ। ଠାକୁର ବୁଝାଇବ କିଏ ତୋତେ, ସାଧ୍ୟ ଅଛି ତାର।
ଭଗବାନ ଯଶୋଦା ଏବଂ ଶ୍ରୀକୃଷ୍ଣ। ଯଶୋଦା ଜଣେ ମା, ଆପଣମାନଙ୍କ ଭଳି ଜଣେ ମା ଏତେ ବଡ଼ ବିଶ୍ୱବ୍ରହ୍ମାଣ୍ଡର କର୍ତ୍ତାର ପଛରେ ଗୋଡ଼ଉଛନ୍ତି ଚାଟଟି ଧରିକି ଦୁଷ୍ଟ ହଉଛୁ ବୋଲି। ତାଙ୍କର କ'ଣ ତାଙ୍କ ତାକତରେ ଦୌଡ଼ୁଛନ୍ତି? ଭଗବାନ ଡରିକିରି କେଉଁ ଗୋପୀ କନ୍ତପଣରେ ଲୁଚି ଯାଉଛନ୍ତି, କେଉଁ ଗଛ ମୂଳରେ ଲୁଚି ଯାଉଛନ୍ତି, ମୋତେ ମା ମାରିବ। ନିତ୍ୟ ସ୍ଥଳରେ ରାଧାକୃଷ୍ଣ କହୁଛନ୍ତି କ'ଣ ମାଆର ଛାଟକୁ ଡରୁଛ? ଆପଣ ତ ନୃସିଂହ ହୋଇକିରି ହିରଣ୍ୟକଶ୍ୟପକୁ ବିଦାୟ ଦେଲେ, ଏଇଟା କ'ଣ ଡରୁଛନ୍ତି? ନା ଏଠି ମାଡ଼ ଖିଆ ବୁଦ୍ଧି ମୋର ଅଛି, ମୁଁ ମାଡ଼ ଖାଇବି, ମା ଆଗରେ କିଛି କରିପାରିବିନି। ମା ବାଡ଼େଇଲେ ମୋର ଏଇ ଛାଟ ଥରେ ବାଜିଲେ ନା ମୋ ଅବସ୍ଥା ଖରାପ ହେଇଯିବ। କିନ୍ତୁ ମୁଁ କ'ଣ ନୃସିଂହ ଭଳିଆ କି ଅହଙ୍କାର କଲେ ମୁଁ ତାକୁ ବିଦାୟ ଦିଏ। କିନ୍ତୁ ମୋତେ ଭାବରେ ଭଲ ପାଇଲେ ମୁଁ ତା ଆଗରେ ନାଚେ, ସିଏ ଯେମିତି ମୋତେ ନଚାଏ। ଆପଣମାନେ ଦେଖୁଛନ୍ତି ଏଡ଼େ ବଡ଼ ଠାକୁର ଯେତେବେଳେ ସ୍ଥୂଳରେ ଥିଲେ ଯେମିତି ଲୀଳା କରିଥିଲେ ଗୋପପୁରରେ, ଭୋଇପଡ଼ାରେ ସେଭଳିଆ ଲୀଳା କଲେ ଠାକୁର ଅଭିରାମ ପରମହଂସ। ଜନ୍ମଗ୍ରହଣ କଲେ ତ୍ରିବେଣୀ ଅମାବାସ୍ୟା 18 ତାରିଖ ସୋମବାର ଦିନ। ଏ ବର୍ଷ ସବୁଠୁ କେମିତି ଆର ବର୍ଷ କମିଗଲା, ଠିକ୍ ଆଜି 14 ତାରିଖରେ ମକର ସଂକ୍ରାନ୍ତି, ଠିକ୍ 5 ଦିନ ପରେ ଜନ୍ମଦିନ ପଡ଼ୁଛି। ଏ ବର୍ଷ ଯାହା ଥିଲା ଜନ୍ମଦିନ ପୁରା ଡେଟ୍ ଏପଟ, ଏଠି ଗୋଟେ ବାର ସୋମବାର, ଏଟା ରବିବାର ଜନ୍ମଦିନ ପଡ଼ୁଛି। ଏ ଜନ୍ମଗ୍ରହଣ କଲେ କେତେ ମନଙ୍କର ପ୍ରଶ୍ନ, ଭଗବାନ କୃଷ୍ଣ ଆସିଲେ, ରାମ ଆସିଲେ, ଅଭିରାମ କ'ଣ ଦେଲେ? ନା ଅଭିରାମ ପରମହଂସ ଦେଲେ ଯେଉଁ ନାମଟା ଆମେ ହରେ କୃଷ୍ଣ ମହାମନ୍ତ୍ର ଗ୍ରହଣ କରୁଥିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏଇଟା 32ଟା ଅକ୍ଷରକୁ 3 ଅକ୍ଷର କରି ତାଙ୍କର ନିଜର ଲୋକକୁ ଦେଲେ, ଅନ୍ୟମାନଙ୍କ ପାଇଁ ଗୁପ୍ତ କଲେ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଲେ କହିଲେ ଏ ନାମକୁ ଯଦି ଏବେ ଅନ୍ତରଙ୍ଗ ଦେବି, ଏମାନେ ଦେଖିଲେନି କାହାକୁ ସେଭଳିଆ ଯୋଗ୍ୟତା। ସବୁ ତ ବଡ଼ ମରା ପିଟା, ସେତେବେଳେ ମୋଗଲ ଶାସନ ଥିଲା, ହଣା କଟା, ସେମାନେ ବହୁତ ମୁସଲମାନ ମାନଙ୍କର ସେତେବେଳେ ରାଜୁତ ଥିଲା। ଏସବୁ ଥିବା ଭିତରେ ମହାପ୍ରଭୁ ଦେଖିଲେ ଯେ କମ୍ ସେ କମ୍ ଏ ଲୋକମାନଙ୍କୁ ଉଦ୍ଧାର କରିଗଲେ। ହରେ ନାମ ହରେ ନାମ କେବଳ କଳଉ ନାସ୍ତେବ 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 ଗତିରଙ୍ଗତା। ଜଗାଇ ମାଧେ ଆସିଲେ, ମୁଣ୍ଡ ଭଗବାନଙ୍କୁ ମୁଣ୍ଡ ଫଟୋ ଦେଲେ, କି ନାମ ତମେ ପ୍ରଚାର କରୁଛ? ନିତ୍ୟାନନ୍ଦ ମହାପ୍ରଭୁ। ନିତ୍ୟାନନ୍ଦ ମହାପ୍ରଭୁ କହିଲେ ମୋତେ ମୁଣ୍ଡ ବରଂ ଫଟାଅ, ବୋଲ ହରି ବୋଲ। ତ ଚୈତନ୍ୟ ମହାପ୍ରଭୁ ଆସିଲେ, ଦେଖିଲେ ନିତ୍ୟାନନ୍ଦ ମହାପ୍ରଭୁଙ୍କର ମୁଣ୍ଡ ଫାଟି ଯାଇଛି। ସଙ୍ଗେ ସଙ୍ଗେ ସୁଦର୍ଶନକୁ ଡାକିଲେ, ଶୀଘ୍ର ସଂହାର କରିଦେ। ନିତ୍ୟାନନ୍ଦ ମହାପ୍ରଭୁ ଯେହେତୁ କହିଲେ, ପ୍ରଭୁ ଆପଣ ମାରିଦେଲେ ତ ମରିଯିବେ, ଆପଣ ମାରିଦେଲେ କ'ଣ ହବ? ମୁଁ ମୋର ମାଡ଼ ଖାଏ, କିଛି ନାହିଁ। କିନ୍ତୁ ତାଙ୍କୁ ମାରନ୍ତୁନି, ତାଙ୍କୁ କ'ଣ ତାରନ୍ତୁ ନା। ଯେହେତୁ ନିତ୍ୟାନନ୍ଦ ମନା କଲେ ତମକୁ ମାରୁନି, ସେଠୁ ଶରଣାଗତ ହେଲେ। ତାପରେ ଭଗବାନ ତାଙ୍କୁ ହରିନାମ ପ୍ରଦାନ କଲେ। ଶେଷରେ ସେମାନେ ବୈଷ୍ଣବ ହେଇଗଲେ। ତ କଳିଯୁଗରେ ଏସବୁ ପ୍ରଥମ କଳିଯୁଗ 500 ବର୍ଷ ପୂର୍ବରୁ ମହାପ୍ରଭୁ ଆସିଲେ, ଆମକୁ ହରିନାମ ସଂକୀର୍ତ୍ତନ ପ୍ରଦାନ କଲେ। କହିଲେ ଏଇ ଯୁଗରେ ତମେ କିଛି କରିପାରିବେନି, କେବଳ ହରିନାମକୁ ମୁଖରେ ଉଚ୍ଚାରଣ କଲେ ତମ ପବିତ୍ର ହେଇଯିବ। ତାପରେ ତାଙ୍କର ଯେଉଁ ଅନ୍ତରଙ୍ଗ ଶିଷ୍ୟମାନଙ୍କୁ ଠାକୁର କହିଲେ, ଷୋଡ଼ ଗୋସ୍ୱାମୀକି ନାମ ଦେଲେ। ଏଇ ଯେଉଁ ଆମକୁ ଠାକୁର ପରମହଂସ ତତ୍ତ୍ୱ ଦେଇଛନ୍ତି, ଜୀବ ଆଉ ପରମର ତତ୍ତ୍ୱ ଦେଇଛନ୍ତି। ଭଗବାନ ଘଟ ଭିତରେ କିଭଳିଆ ଖାଉଛନ୍ତି, କିଭଳିଆ ଶୋଉଛନ୍ତି, କିଭଳିଆ ଯାଉଛନ୍ତି, କିଭଳିଆ ସ୍ନାନ କରୁଛନ୍ତି, ଏଇ ଯେଉଁ ସୂତ୍ରଧାରା ଠାକୁର ପରମହଂସ ରୂପରେ ଆମକୁ ପ୍ରଦାନ କଲେ। ଅନେକ ଜଙ୍ଗଲ ତପସ୍ୟା କରି 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 ଆମମାନଙ୍କ ପାଇଁ ବହୁ ପରିଶ୍ରମ କରି ଠାକୁରଙ୍କ ପାଦରେ କେତେ କଣ୍ଟା ଫୁଟିଛି, କେତେ ଜଙ୍ଗଲ ସେ ବୁଲିଛନ୍ତି, ତପସ୍ୟା କରିଛନ୍ତି। ପୂର୍ଣ୍ଣମାସୀ ମା ତାଙ୍କର କୃପା ପ୍ରାପ୍ତ ହେଲେ, ମାଙ୍କର ନିର୍ଦ୍ଦେଶ ହେଲା ତୁମେ ଯାଅ ଏକାକ୍ଷର ମନ୍ତ୍ର ପ୍ରଚାର କରିବ, ତୁମେ ଆସିଛ ପରମହଂସ ରୂପରେ। ତେଣୁକରି ଠାକୁର ଆସିଲେ ପରମହଂସ ରୂପରେ, ସାଧୁସନ୍ଥମାନଙ୍କ ମହାତ୍ମାମାନଙ୍କ ନିର୍ଦ୍ଦେଶ ଦେଲେ, ଏଇ ଏକାକ୍ଷର ବ୍ରହ୍ମ ଏକାକ୍ଷର ମନ୍ତ୍ର ପ୍ରଚାର କର। ଆଉ ସେଇ ଯେଉଁ ଅନ୍ତରଙ୍ଗମାନଙ୍କୁ ଆମେ ତାଙ୍କ ଘଟରେ ଅଛୁ ବୋଲି ଚିହ୍ନେଇ ଦିଅ। ଆମେ କେତେଟା ପ୍ରକାର ଚୌକି ଦେଖୁଛେ। ଠାକୁର କହିଲେ ଭଗବାନ କୋଉଠି ଅଛନ୍ତି? ଠାକୁର କହୁଛନ୍ତି आहे पद्म आखी नेत्रर चौकी
लीला भक्त सीना जाने तो रस आस जीवध हरिबोल आमे भगवान को खोजिया जो उद्देश्य मनोवृत्ति को जंगल रे अछंती कोटे तपस्या करचंती कोटे मंदिर रे अछंती खोजिबार जो लालसा थिला परमहंस रूप रे आसी ठाकुर कहले खोज ना तो घटरे मु अच्छी देख आपण सब मंदिर को जाइछंती हृदय मंदिर केबे जाइछंती आमे जेतला प्रथम स्तव कोन करछंती हृदय देवता मोर जीवन सर्वस्व ये ज्ञान कहीं कौन ना भगवान हृदय मंदिर में अच्छा से सूत्र मध्यम ठाकुर कहते माँ छोट छुआ बाहर धरी जा सत्संग हो बाहर ठिया तो ठाकुर आसिले परमहंस रूप भूईपड़ार लीला कले छोट छुआ जितेबले कृष्ण जमीती अन्य घरे माखन खाई चोरी पलि आसती ठाकुर मध्य से भाया लीला कले से समय माखन चोरी करते ए समय ठाकुर जो 5 वर्षर पिला होती सांगसाथी मान सहित गले गुड़ियाणी बुढ़ी घरे थिले घर शिकार पशि मुड़ी खाईदी जो मुड़ी जगह परिस्रा कर पड़े अरे बिनरे कुआड़े गलु माने शिकार छिंडे बाहर को जाकि घर भितर हाजर सुना पिला भाया बस जाकर जी पड़िशा घर गले कहले तो पुओ जाकि मोर घरे जाकि मुड़ी खाई परिस्रा कर देखिलु तो पुओ समान है माँ 2 जन थिले जन्मदात्री माता होचंदी राधा देवी पालन कर्त्री माता होचंदी सुब्रता देवी तांकर माँ कहीं राधा देवी 3टी संतान थिला गोटे है लोकनाथ गोटे है सोमनाथ शेष रहे अभिराम सोमनाथ और लोकनाथ जी थिले सोमनाथ होचंदी मझिया भाई लोकनाथ होचंदी बड़ भाई लोकनाथ गृहस्थाश्रम करथिले सोमनाथ महाराज जी थिले तांको मझिया भाई माने घुंगा जोटी जहाँ मिलला खाइले जहाँ मिलला पीले किंतु भगवान सहित संपर्क से शंकरंकर भगवान शिव अंश कह जाए ध्यान करते बहुत समय ध्यान करती संसार बापा कहले तुम्हें संसार करिया पड़े करदे कि माँ आउ मझिया भाई जी माँ भी सन्यासिनी ये भी सन्यासिनी संतान किसी नहीं माँ देखिले स्वामी भाई माँ ये मत सन्यास ग्रहण कले किसी संतान नथिले शेष माँ कहले बड़ भाईटा तो छोटा मझिया भाईटा तो घुंगा आम भाग्य कौन संतान ना कि उत्तम संतान टी प्राप्ति हेनी कि बापा को कहले बापा ना थिला सत्यवादी पट्टनायक माँ ना थिला राधा देवी माँ जो माँ बापा को कहले राधा देवी तुमर भाग्यर संतान अच्छी किंतु तुम्हें कौन पालन करिवो ना निश्चित पालन करी तुम्हें आदेश देव स्वामी आदेश देव पालन करी निश्चित आपण आदेश पालन करी मु जन्म विवरणी कहूँ कहीं कहीं जानी ना ठाकुर विषय मोर नहीं मु स्विच ऑफ कर दी फ्लाइट मोड अच्छे तो कौन कहते जन्म ठाकुर कहले माँ कहले केमिति पालन करी शुण मन देगी कहीं आम कि माँ मैंने आम जानी किसी जानी ना ठाकुर कौन से मनरू सन्देह न गले जान केमी ठाकुर कहीं भगवान को अवतार तो माँ कहले ठीक अच्छी आपण कहतु ना बामन अवतार जिते भगवान ग्रहण कले ता पूर्वर स्वामी कश्यप ऋषि अदिति कही तुम्हें प्रयव्रत ओषा रखिले तुमर पुत्र संतानटी लाभ हम ना आगे से ओषा किभली से ओषा किभली ना से ओषा होची प्रयव्रत ओषा से ओषा 1 मास पर्यंत तमे निष्ठार सहित एक ओली भोजन करिवो वर्ष सारा भागवत हरिकथा चर्चा करिवो
मन प्राण देकी ए ओषा पालन कर वस्त्र शुक्ल वस्त्र धारण करिकी निष्ठार सहित कले पयव्रत ओषा हम तुमर सुसंतान प्राप्त हे। पयव्रत ओषा माँ रखिले 1 वर्ष रखिले तापर ठाकुर कृपा है स्वयं भगवान गर्भ धारण कले। ठाकुर शुणा जाए महात्मा ने कहती कि संतान 11 मास 10 मास हमें ठाकुर को 12 मास पर जन्म ग्रहण करते। त्रिवेणी अमावस्या 18 तारिख सोमवार दिन प्रातः समय जिते जन्म ग्रहण कले ठाकुर हठात जड़े हिंदू सन्यासी आसी पहुँचले कहले तांको नाम तुम्हें अभिराम रख। किए कहला बापा दे ज्योतिष तो देखुले गणना करते कौन रखा ए समय हिंदुस्तानी सन्यासी जटामंडित पूरा लंबा चौड़ा कहले ना अभिराम रख। एति ज्योतिष जो लिखी से ना बाहर तापर से अंतर्धान हो गले। अरे आपण कुआड़ गले देखला ना जमी भगवान कृष्ण जन्म पर चैतन्य जन्म पर राम जन्म पर महाशंकर भगवान आसिकी तांको दर्शन करथिले नामकरण करदेले। तापर ना अभिराम है जिते जन्म ग्रहण कले ठाकुर सप्त आभरण मंडल 7टी जगह आलोक गोटी जगह थिला जन्म रे कांदी नथिले। समस्त कहले पुआटा कौन कांदिया कथा कांदुनी हसिले। जो हसटी हसिले आपण माने सब विग्रह आपण देखिथिबे केते केते महापुरुषों विग्रह देखिथिबे खाली बसिकी केतबेले निजर हृदय कथा निजर मनर कथा निजर दुख सुख कथा आखि की चाहिए पदे कहीदेले तुम अनुभव कर ठाकुर मो सहित कथा हो आनंद गवार जदि न कथा हम फोटो हो जिते विग्रह को फोटो भाव फोटो हो कथा कौन भावे कथा कहे तो ठाकुर जन्म ग्रहण कले 1904 मसीहा त्रिवेणी अमावस्या और जो जनवरी मासर 18 तारिख सोमवार दिन मकर संक्रांति जीवार 5 दिन यही वर्ष भी से पड़ू जाओ जो मान सौभाग्य करमला जा दर्शन कर पुरी ठार मात्र 30 किलोमीटर जदि जापन श्री शांति आनंद आश्रम जो चैनल अच्छी सब्सक्राइब कर आहरी अच्छी करमला चंद्र मोर भी जो अच्छी ठाकुर सत्संग शुणवार अच्छी श्री अभिराम भजन मंगल आरती सब प्रकार यूट्यूब मानले घरे बसी डायरेक्ट तुम दर्शन कर जा हो ठाकुर कहीं आसिले ना कौन पे अवतार हेले तापर अवतार है तांगर जन्म सरला धीरे धीरे बड़ हेले बड़ 13 वर्ष है पाठ पढ़ले गंजाम जिले में दुष्टमी हेले पाठ जी पढ़ेले उल्टा पाठ पढ़ेले ब्रह्म ज्ञान शिखिले मास्टर को मुंड खराब होगा कहले ये तो आम ज्ञान शिखेलानी आम कौन पाठ पढ़ू दुष्ट कर गाँव पलि आइले बापा कहले तू रहना सेठू भाट कुमड़ा गोटे भावबंध से गाँ अच्छी से गोटे बड़राम बोली चाटशाली पाठ ए अच्छी सुंदर मंदिर मुझे पठे प्राय देखिब तो सेठू आसिले 13 वर्ष तो 14 मास है 13 वर्ष जा 14 वर्ष हो माँ कहले अरे बिनरी तू भारी दुष्ट होचु तो मन स्थिर हाँपाई मुझे गोटे कथा कर मो कथा शुणु ना माँ कौन कह कह माँ कथा शुणुनि क्या कथा शुणी बापा से आसिले किछ दिन पर बापा देह त्याग करदे बिनरी साधारण पुरुष नुह ये सिजुडाड़ी पोतिली ये महापुरुष एकाक्षर मंत्र ब्रह्म एकाक्षर मंत्र प्रचार करेंगे आउ जानिली जे साधारण महापुरुष नहीं ताकू किसी ज्ञान दबनी सी उल्टा ज्ञान दब एवं सी साधारण पुरुष नहीं बिनरी कथा को तुम केवे भांगीबनी राधा कही माँ को समय आसला पिताश्री चलीगले माँ सुब्रता माँ चलीगले अर्जुन पट्टनायक ये जो पालित पिता सी भी चलीगले जन्मदाती माँ अच्छा केवल माँ कहले तू दुष्ट हो ते गोटे बाहर करी ना बाहर केते दिन करू ना गोटे दिन हम ना गोटे दिन बाहर कौन हम ना बाजा बाजो रोशनी बाजब विभिन्न प्रकार ते हुड़हुड़ी पके बंधु बांधव आसो ना दिनक हरिबोल हुड़हुड़ी देला हेनी सबुदिन बाजा बाजब सबुदिन हुड़हुड़ी पड़ो सबुदिन बंदापना आइब मते सब साधु सन्थ माने वंदना करेंगे आनंद कबार आ मोर शांति आनंद आश्रम समस्ते जी आसो ता जीवन में केवल अशांति हेनी आ तू माँ अपेक्षा करे तो कथा मुझे कौन कही तो बापा मना कर तू जा कर बारीपटे गोटे भईपड़ू मात्र 500 मीटर दूर से सत्ताटी कले कहले मुझे घर रही से गोटे करे गोटे से कथा शुणिले गोटे छोटिया
ତାଳ ବରଡ଼ାରେ ଛତା କଲେ। ସେଇ ଛତାରେ ଖାଇବା ପିଇବା ସମୟରେ ତାଙ୍କର ଧ୍ୟାନ ନଥାଏ, ପାହାନ୍ତିଆରୁ ପଳେଇ ଧ୍ୟାନରେ ବସୁଛନ୍ତି ତ 8 ଘଣ୍ଟା 10 ଘଣ୍ଟା ବସିଯିବେ, ସମାଧି ଲାଗିଯିବ। କୁଆଡ଼େ ଗଲୁ ବିନରୀ, କୁଆଡ଼େ ଗଲୁ ବିନରୀ, ମା ଧରିକି ବସିଥିବ କ୍ଷୀର, ସେ ଆଇଲାଠୁ ଦିନ 12ଟା, ନ ଖାଇ ନ ପିଇକି। କହିଲେ ତୁ ଅଜଟିଆ ହେଉଛୁ, କ'ଣ କରିବି? ମା ମନ ଦୁଃଖ ହେଲା। ମା ତୁ ବ୍ୟସ୍ତ ନା, ତୁ ଯେତେବେଳେ ଡାକିବୁ ସେଠୁ ଯେତେବେଳେ ବିଗିଡ଼ିକି ଯଦି ଝାଟି ବାଟି ଧରିଥିବେ, ଠାକୁର ସେଟା ହସି ହସି ଆଇବେ। କହିଲେ କ'ଣ ରାଗୁଛୁ, ଲଡ଼ୁ ଖା। କହିକି ଠାକୁର କ'ଣ କଲେ, ଲଡ଼ୁ ଖୁଆଇଦେବେ ମାଆକୁ। କହିଲେ ମୁଁ ଖାଇବିନି, ତୋ ସହିତ କଥା ହେବିନି। ଆରେ ତୁ କ'ଣ ଖାଇବୁନି, ମୁଁ ତୋତେ ଖୁଆଉଛି। ମୁଁ କୁଆଡ଼େ ପଳେଇଛି, ଏ ବାରିପଟେ ବା ବସିଥିଲି, ତୁ ମୋତେ କ'ଣ ଛାଡ଼ିବୁନି କୁଆଡ଼େ? ମୁଁ କୁଆଡ଼େ ଯାଉଛି? ତୁ ପରା ମନା କଲୁ ନା, କଥା ଦେ କୁଆଡ଼େ ଯିବୁନି। କଥା ଦେଉଛି କୁଆଡ଼େ ଯିବିନି। ମା ଚୈତନ୍ୟରେ ଆସିଥିଲି, ସନ୍ନ୍ୟାସ ହେଇଗଲି, ତୋ ମନ ଦୁଃଖ ଥିଲା। ରାମ ଅବତାର ଆସିଲି ନା, ରାଜ୍ୟ କରିପାରିଲି, ତୋ ମନ ଦୁଃଖ ରହିଲା। ଏବେ କୁଆଡ଼େ ଯିବିନି, ତୋ ପାଖରେ ରହିଲି। ମାଆଙ୍କ ନିର୍ଦ୍ଦେଶରେ ଠାକୁର ଶାନ୍ତି ଧାମରେ ରହିଲେ। ତାପରେ ଧୀରେ ଧୀରେ ମାଆଙ୍କ ନିର୍ଦ୍ଦେଶ ହେଲା, ଏଇଠି ତପସ୍ୟା କଲେ ହେବନି, ପଳେଇ ଆସେ ଖାଣ୍ଡବନ। ଖାଣ୍ଡବନରେ ତପସ୍ୟା କଲେ 6 ମାସ। ଧୀରେ ଧୀରେ 18 ବର୍ଷ ପ୍ରାପ୍ତ ହେଇଗଲା। 18 ବର୍ଷରୁ 20 ବର୍ଷ ହେଇଗଲା। ଯେମିତି 20 ବର୍ଷ ପ୍ରାପ୍ତ ହେଇଗଲା, ଠାକୁର ପୁରା ମାଆଙ୍କୁ ଦର୍ଶନ କରୁଛନ୍ତି। ମା ବିଭିନ୍ନ ପ୍ରକାର ରୂପରେ ତାଙ୍କୁ ପରୀକ୍ଷା କରିଛନ୍ତି। କେତେବେଳେ ଯୁବତୀ ବେଶରେ, କେତେବେଳେ ସିଂହ ବାଘ ବେଶରେ, ସବୁ ପ୍ରକାର ବେଶରେ ଠାକୁର ମାନେ ହଟିଲେନି। ମା ସେଠୁ କହିଲେ, ପୁଅ ତୋର ସଫଳ ହେଲୁ, ପରୀକ୍ଷାରେ ପାସ୍ ହେଲୁ, ତୁ ତ ସ୍ୱୟଂ ନାରାୟଣ, ମୁଁ ତୋତେ ଆଉ କ'ଣ କହିବି। ମା ଉଠେ, ମାଆଙ୍କୁ ସାକ୍ଷାତ ଦର୍ଶନ କଲେ। ମା ତୁ ମୋର ଗୁରୁ, ମୋର ଆଉ କେହି ନାହିଁ। ସର୍ବମଙ୍ଗଳାଗ ଦେବୀ ପୂର୍ଣ୍ଣମାସୀ, ଗୁରୁ ରୂପେ ଦେଖାଦେଲ ହସି ହସି। ଆଉ ଠାକୁରଙ୍କର ଗୁରୁ କିଏ ଦ୍ୱିତୀୟ ନୁହଁ, ମା ହିଁ ତାକୁ କହିଲେ, ତୁମେ ଆସିଛ, ମୋ ଯେଉଁ ଚୈତନ୍ୟ 32 ଅକ୍ଷର ନାମ ପ୍ରଦାନ କରିଥିଲେ, ତାଙ୍କୁ ତ୍ରୟ ଅକ୍ଷରରେ ସମସ୍ତେ ସହଜ ସୂତ୍ରରେ ତମେ ସମସ୍ତଙ୍କୁ ଦର୍ଶନ କରି ତାଙ୍କୁ ମନ୍ତ୍ର ପ୍ରଦାନ କର। ମା ଏ କଳିଯୁଗରେ କିଏ ନେବ, ମୋତେ କାହିଁ ଲାଗୁନି। ନା ତୁ ଆଗେଇ ଚାଲେ, ତୋ ପଛରେ ମା ଅଛନ୍ତି। ତୋର 5 ଜଣ ଶିଷ୍ୟ ଅଛନ୍ତି କେଉଁଠି, ଯାହା ସଂକ୍ରାଳରେ, ବର୍ତ୍ତମାନ ଯୋଗ ମାଧ୍ୟମରେ ସଂକ୍ରାଳରେ ପ୍ରଭାକର ବାବା, କଣ୍ଡ୍ରୀ ବାବା, ଭରତ ବାବା, ବୈକୁଣ୍ଠ ବାବା, ତାଙ୍କ ବଡ଼ ଭାଇ ଚକ୍ରଧର ସେଠି ଥିଲେ। ଠାକୁର ଯାଉଛନ୍ତି, ଏଇଠି ବସିଲେ ତ ସାଙ୍ଗେ ସାଙ୍ଗେ ଯୋଗ ସାଧନରେ କଲିକତାରେ। ଏଇ ପ୍ରଥମ କରି ପ୍ରଭାକର ବାବା ତାଙ୍କୁ ଦର୍ଶନ କରିଥିଲେ। କିଏ ଗୋଟେ ସୁନ୍ଦର ପଣ୍ଡିତ, ଆଜାନ ଲମ୍ବ, ଠାକୁର ଥିଲେ ଲମ୍ବା 7 ଫୁଟ। ତାପରେ ଠାକୁରଙ୍କ ପାଦ ଥିଲା 12 ଇଞ୍ଚ। ଠାକୁରଙ୍କୁ ଦେଖି ଖୁସି ହେଇକି ଆନନ୍ଦ ମନରେ ପ୍ରଭାକର ଯିଏ ଥିଲେ, ବାବା ହେଇନଥିଲେ, ସାଷ୍ଟାଙ୍ଗ ପ୍ରଣାମ ହେଲେ। କହିଲେ, ପ୍ରଭୁ ଆପଣ ମହାରାଜ ଆପଣ ଘରକୁ ଟିକେ ଆସନ୍ତୁ। ଆଉ ସେଠି 5 ଜଣ ଶିଷ୍ୟଙ୍କ ସହିତ ସମ୍ପର୍କ ରଖି ଠାକୁର ଧୀରେ ଧୀରେ କରମଳା ଆଶ୍ରମ ସ୍ଥାପନ କଲେ। ଅନେକ କଥା, ତେଣୁକରି ଏ ଏକାକ୍ଷର ମନ୍ତ୍ର ପ୍ରଚାର କରିବା ପାଇଁ ଠାକୁର ଯେଉଁ ଦେଇଛନ୍ତି, ଯାହାର ପୂର୍ଭାଗ୍ୟ ଥିବ, ମାତାଗୁରୁ, ପିତାଗୁରୁ, ବିଦ୍ୟାଗୁରୁ, କର୍ଣ୍ଣଗୁରୁ, ଶେଷରେ ସଦ୍ଗୁରୁ। ସଦ୍ଗୁରୁ ନ କଲେ ପିଣ୍ଡ ପରିତ୍ରାଣ ହୁଏନି, ମୋକ୍ଷ ହୁଏନି। ସବୁ ପ୍ରକାର ଖାଦ୍ୟ ଅଛି, ଲୁଣ ନ ପଡ଼ିଲେ ଖାଇବ କିଏ? ଯଦି ତୁମ ଜୀବନ, ତୁମ ରୀତା କି ରାମ କି ଶ୍ୟାମ, ଯଦି ତୁମ ନିଜ ପରିଚୟ ସଦ୍ଗୁରୁ ବତେଇ ଦେବେ। ଆରେ ତୁ ବୁଲୁଥିଲୁ ସବୁଆଡ଼େ, ଏ ତତ୍ତ୍ୱ ପ୍ରାପ୍ତ ହେଇକିରି ତୋ ଘଟରେ ମୁଁ ଅଛି, ମୋତେ ତୁ ସମର୍ପଣ କରେ, ତେବେ ଯାଇ ମୁକ୍ତି ହଉ। ଯଦି ତୁମେ ସଦ୍ଗୁରୁ ପ୍ରାପ୍ତ ନହେଲା, ଜୀବନ ଅଲଣା ହେଇକି ରହିଗଲା, ଆଉ ଆଗକୁ ଯିବ ନାହିଁ। ଯାହା ହଉ ଗୁରୁ କୃପା, ଗୁରୁଙ୍କର ସାନ୍ନିଧ୍ୟ, ଠାକୁରଙ୍କ ସାନ୍ନିଧ୍ୟ, ଭଗବାନଙ୍କର ସାନ୍ନିଧ୍ୟ ପ୍ରାପ୍ତ କଲେ। ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନ ପାରେ ମୋର ତନୁ, ଶ୍ରୀଗୁରୁ କୃପାରୁ ହେଲା ବୋଧି, ମୁଁ ଅପରାଧୀ ତୁ କୃପା ନିଧି। ପ୍ରଭୁଙ୍କର କୃପା ସେତେବେଳେ ଆସିବ, ଶ୍ରୀଗୁରୁ କୃପା କରିକି ଯଦି ତତ୍ତ୍ୱ ଦେବେ, ସେ ତତ୍ତ୍ୱକୁ ଯଦି ସ୍ୱୀକାର କରିକି ଜୀବନଯାପନ କରିବ, ଜୀବନ ଆନନ୍ଦମୟ ହେବ, ଠାକୁରଙ୍କ କୃପା ପ୍ରାପ୍ତି ହେବ। ଆଉ ମନୁଷ୍ୟ ଜନ୍ମ ମିଳିବ କି ନାହିଁ ସନ୍ଦେହ। ସେଥିପାଇଁ ମନୁଷ୍ୟ ଜନ୍ମ, ମାନବ ଜନ୍ମ ଅଟେ ସାରରେ ବାଇବର, ଆଉ କି ମୋତେ ଜନ୍ମିଣ କରିବୁ ଖେଳ ଖବର। ତାଙ୍କ ପାଇଁ ସେବା କରିବା, ତାଙ୍କ ପାଇଁ ମନ ଦେବା, ଗୁରୁଙ୍କ ପାଇଁ ନିଜର କର୍ମର ଫଳ ଟିକେ ସମର୍ପଣ କରିବା। 100 ଭାଗ ତୁମେ ଅର୍ଜ, କିଛି ନାହିଁ, 5 ଭାଗ ପ୍ରଭୁଙ୍କ ପ୍ରୀତି କାର୍ଯ୍ୟରେ ସମର୍ପଣ କଲ, ସେଇଟା ହିଁ ବାଲାନ୍ସ ହେଇକି ଆର ଜନ୍ମରେ ଧନ ସମ୍ପତ୍ତି ପ୍ରାପ୍ତ ହେଇକି ପ୍ରଭୁ କାର୍ଯ୍ୟ କରିବ। 5 ଇଞ୍ଚର କପଡ଼ା ଯେତେବେଳେ ଦ୍ରୌପଦୀ କାଟି ହେଇଗଲା ଆଙ୍ଗୁଳି, ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିଲେ, ମୋ ପ୍ରଭୁର କାଟି ହେଇଗଲା, 5 ଇଞ୍ଚର କପଡ଼ା ଆଣି ସାଙ୍ଗେ ସାଙ୍ଗେ ବାନ୍ଧିଦେଲେ। ସମସ୍ତେ ପାଟ କପଡ଼ା ପାଇଁ ଦୌଡ଼ୁଛନ୍ତି। କହିଲେ, ଏରେ ଦ୍ରୌପଦୀ, ଏ 5 ଇଞ୍ଚ ଟଙ୍କା ତୁ କପଡ଼ା ତୁ ବାନ୍ଧିଦେଲୁ, ମୋତେ ତୋତେ 55 କୋଟି ସୁଝିବାକୁ ପଡ଼ିବ, ତୁ ମୋର ସାନ ଭଉଣୀ। କହିକି ଆଲିଙ୍ଗନ କରିଦେଲେ। କହିଲେ, ତୁ ବ୍ୟସ୍ତ ନା କେଶବ କ'ଣ କହିଲେ ନା, ସମୟ ଆସିଲେ ବୁଝିବୁ। ଆମେ ଯଦି 5 ଟଙ୍କା ପ୍ରଭୁଙ୍କ ସେବାରେ, ଠାକୁରଙ୍କ ସେବାରେ, ଗୁରୁଙ୍କ ସେବାରେ, ଭଗବତ ସେବାରେ, ଦରିଦ୍ର ନାରାୟଣ ସେବାରେ
आम तो सबुदिन खाऊे पीऊे निजे कर्मफल समर्पण करी घरे भी रखा से धाम को नहीं पठेवा तेरे प्रभुर से ही सेवा टे गुंडुची मशाटा प्रभु आउस देले एडे एडे पत्थर पड़ला क्या देखिलेनी रामचंद्र अवतार रे ए तू कौन करचु ना मु कौन करची मु बरा जाई बाली पकाउची आपण सेतु बंध प्रतिष्ठा हो ना आपण आदेश देले मु रावण को मारदी पळेबी हनुमान हसिले कल तू मारदी पळेबू ना हनुमान कहले प्रभु कहीं न हो पार आपण कृपार असंभव संभव तेणु गुरु साधारण मनुष्य नहंती आ ठाकुर आगे बसिला बेले जो दिन ठाकुर गोष्ठी कर जो माँ टे गोष्ठी कर चेष्टा कर आगुरी टे जाई सेवा करवा ना आश्रम जो कर से आश्रम में आगुरी जाई सेवा करवा प्रसाद सेवन करी हरिबोल हुल दी प्रत्येक भजनमय अच्छी भजन गोटे गोटे आसु न आसु जाणु न जाणु मो महिमा प्रयास कर भजन कीर्तन प्रभु करिकी जीवन को आनंदमय कराए सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःख भाग ओम शांति शांति शांति। सत्यनारायण स्वामी भिन्न सुंदर की पतित पावन की निर्मला चंद्र की भगवान।